हेलो माय डियर स्टूडेंट्स, वेलकम टू ओडिशा स्कूल। आज आमे कौन पढ़िबा? आज आमे पढ़िबा उपद्वीपीय मालभूमि। पिला माने उपद्वीपीय मालभूमि को जदि आमे डिवाइड करिबा, गोटे होची उपद्वीपीय आ गोटे होची मालभूमि। उपद्वीपीय माने कौन आमे सेटा भी बुझिबा आ मालभूमि माने कौन आमे सेटा भी बुझिबा। काहे कि ना आमे आज कांसेप्ट क्लियर करिबा। ओके, तो फास्ट आमे बुझिबा कि उपद्वीपीय कौन। ओके, तापर आमे बुझिबा कि मालभूमि कौन। तो चलो स्टार्ट करिबा। फास्ट हम बुझिबा कि उपद्वीप कौन। पिला माने तमाने देखिथिबो आम इंडिया मैप रे कौन हुए ना, आमे जदि इंडिया मैप को एमती देखिबा, केमती देखिबा? ये होची हमर इंडिया मैप रो अधा। ताले एई चारिपटे कौन अछि? एई चारिपटे अछि समुद्र। आउ एई जो समुद्र पानी कौन चारिपट को घेरिकी अछि? नाइ, केवल तीन भागरे घेरिकी अछि। ओके, कौनसी भी उपद्वीप जदि तीन भागरु जल थाए, जदि गोल भी हेइथिबो, फिर भी जदि तीन भाग जल कभर थिबो आ गोटे भाग कौन थिबो? स्थल थिबो, ताको आमे कौन कहिबा? ताको कहबा आमे उपद्वीप। ହେଲା, ତାହେଲେ ଦୀପ କାହାକୁ କୁହାଯାଏ? ଦୀପ ହଉଛି ଯଦି ମଝିରେ ଗୋଟିଏ ସ୍ଥଳ ଭାଗ ଥିବ ଆଉ ତା ଚାରିପଟେ ପାଣି ଘେରିକି ଥିବ, ତାକୁ ଆମେ କଣ କହିବା? ତାକୁ ଆମେ କହିବା ଦୀପ। ଆଉ ଯଦି ତିନି ଭାଗ ପାଣି ଘେରିକି ଥାଏ, ତାକୁ ଆମେ କଣ କହିବା? ତାକୁ କହିବା ଉପଦ୍ୱୀପ। ତାହେଲେ ଆମ ଇଣ୍ଡିଆ କଣ? ମ୍ୟାପରେ ଦେଖିକି କୁହ। ଭାରତ ମାନଚିତ୍ରରେ ଯଦି ତମେ ଫିଜିକାଲ ମ୍ୟାପ ଦେଖିବ, ମାନେ ପ୍ରାକୃତିକ ମାନଚିତ୍ର ଦେଖିବ, ତାହେଲେ ତମେ ଦେଖିବ କି ଆମ ଇଣ୍ଡିଆ ତିନି ପାଖରୁ ମାନେ ଏପଟୁ ପଶ୍ଚିମ, ଆଉ କଣ ଦକ୍ଷିଣ, ଆଉ କଣ ପୂର୍ବ, ଏ ତିନି ଭାଗ କଣ ଜଳରେ, ଆଉ ଉତ୍ତର ଭାଗ କଣ ସ୍ଥଳ। ସେଥିପାଇଁ ଆମ ଇଣ୍ଡିଆକୁ କଣ କୁହାଯାଏ? ପେନିନସୁଲାର ପ୍ଲେଟୁ, ମାନେ ଏଇତକ ଜାଗା ଆମର କଣ କୁହାଯାଏ? ଉପଦ୍ୱୀପୀୟ। ଆଉ ଆମେ ତ ଏବେ ବୁଝିପାରିଲେ ଉପଦ୍ୱୀପ କାହାକୁ କୁହାଯାଏ। ଏବେ ଆମେ ବୁଝିବା କି ମାଳଭୂମି କାହାକୁ କୁହାଯାଏ। ହେଲା, ତାପରେ ଆମେ ଆଗକୁ ପଢିବା କି ଉପଦ୍ୱୀପୀୟ ମାଳଭୂମି କଣ ଆଉ ସେ ବିଷୟରେ କିଛି ଡିଟେଲ୍ସ ଯୋଉଟା କି ତମ ବହିରେ ଅଛି। ପିଲାମାନେ ମାଳଭୂମି କଣ? ଆମେ ଆଗରୁ ବି ପଢିଛେ, ଇଏ ହଉଛି ଆମର ପର୍ବତ, ଇଏ ହଉଛି ଆମର ମାଳଭୂମି, ଆଉ ଇଏ ହଉଛି ଆମର ସମତଳ ଅଞ୍ଚଳ। ଯେତିକି ବି ଆମେ ଅଧିକ ଉପରକୁ ବଢି ବଢିକା ଯିବା, ଚାନ୍ସେସ୍ ଅଛି କି ଆମେ ପର୍ବତ ଉପରକୁ ବି ଯାଇପାରିବା। କିନ୍ତୁ ଯେତେବେଳେ କୌଣସି ଜାଗା ପର୍ବତ ହେଇନଥାଏ, ମାନେ ପର୍ବତ ଭଳିଆ ତାର ଉପର ଭାଗ ଏତେ ନୋକିଲା ହେଇନଥାଏ, ମାନେ ଏତେ କୋନ ଭଳିଆ ହେଇନଥାଏ, ବଲକି ଏକ ଟେବୁଲ ଭଳିଆ ହେଇଥାଏ। କଣ ହେଇଥାଏ? ଏକ ଟେବୁଲ ଭଳିଆ ହେଇଥାଏ। ବୁଝିପାରିଲ? ଯେମିତି କିି ମନେକର ଏଇଠୁ ତମେ ଚଢି ଚଢିକା ଗଲ, ଆଉ ଏଇ ଜାଗାଟା ତମକୁ କଣ ଦେଖାଗଲା? ସମାନ ଦେଖାଗଲା। ଆଉ ତାପରେ ତମେ ଏପଟକୁ ବି ଖସି ପାରିବ। ତାହେଲେ ଏଇ ଜାଗାକୁ କଣ କୁହାଯାଏ? ଏଇ ଜାଗାକୁ କୁହାଯାଏ ମାଳଭୂମି। ବୁଝିପାରିଲ ତ? ମାନେ ତ ମାଳଭୂମି ହଉଛି ଟେବୁଲ ଲ୍ୟାଣ୍ଡ। ତ ଉପଦ୍ୱୀପୀୟ ମାଳଭୂମି କାହାକୁ କୁହାଯାଏ? ଉପଦ୍ୱୀପୀୟ ମାଳଭୂମି ମାନେ ଆମ ଇଣ୍ଡିଆକୁ ଯଦି ଦେଖିବ, ଏତିକି ଭାଗ ଯଦି ଦେଖିବ, ମାନେ ଏଇଟା ହଉଛି ଆମର ଟୋଟାଲି ଏତିକି ଜାଗା, ସେମିତି କଣ ସମତଳ ନୁହେଁ କି ପର୍ବତ ବି ନାହିଁ, କିନ୍ତୁ ଆମେ ଏଇଠିକୁ ଉଚ୍ଚତା ହେଇକି ଜରୁର ଅଛି, ମାନେ ଏଇଠୁ ତମେ ଉପରକୁ ଚଢିକି ଯାଇପାରିବ ନିଶ୍ଚୟ। ତ ସେଇଥିପାଇଁ କଣ ଏଇଟା ହଉଛି ଆମର ମାଳଭୂମି। ସେଥିପାଇଁ କୁହାଯାଏ ଉପଦ୍ୱୀପୀୟ ମାଳଭୂମି। ଯେହେତୁ ଉପଦ୍ୱୀପ ମାନେ ତିନି ଭାଗରେ ଜଳ ଭରିକି ଅଛି, ସେଥିପାଇଁ ଉପଦ୍ୱୀପ। ଆଉ ମାଳଭୂମି ମାନେ ଇଏ ହଉଛି ସମତଳ ନୁହେଁ, ଇଏ ହଉଛି ମାଳଭୂମି। ତେଣୁ ଆମେ ମିଶେଇକି କଣ କହୁଛେ ୟାକୁ? ଇଣ୍ଡିଆକୁ ଆମେ କଣ କହୁଛେ? ଉପଦ୍ୱୀପୀୟ ମାଳଭୂମି। ଓକେ, ଗୁଡ। ତାହେଲେ ଆମେ ଦେଖିବା ଆଗକୁ ବହିରେ କଣ ଅଛି ଏବେ। ତ ପିଲାମାନେ ମାଳଭୂମି ହଉଛି ଏକ ଭୂମି ରୂପ ଯିଏକି ନିକଟବର୍ତ୍ତୀ ଭୂମି ଠାରୁ ଉଚ୍ଚତା ଥାଏ ଏବଂ ଏହାର ପୃଷ୍ଠ କମ ବା ଅଧିକ ସମତଳ ଥାଏ। ଏହାର କିଛି ପାର୍ଶ୍ଵ ଢାଲୁ ବା ମାନେ ଢାଲୁ, କିଛି ପାର୍ଶ୍ଵ ଢାଲୁ ମାନେ କଣ ଗଡାଣିଆ, ହେଲା। ଆପୃଷ୍ଠ କମ ବା ଅଧିକ ସମତଳ ଥାଏ, ମାନେ ଏମିତି ନୁହେଁ କି ଆମେ ଯୋଉ ଜାଗାରେ ରହୁଛେ ସେ ଜାଗା ଭଳି ବିଲକୁଲ ସମାନ ନାହିଁ। ହେଇପାରେ କି
ଆମେ ଉପରକୁ ଗଲେ ଏମିତି ଏମିତି ଆବଡା ଖାବଡା ବି ହେଇଥାଇପାରେ ହେଲା। ଇଏ ହଉଛି କଣ ମାଳଭୂମି। ଭାରତରେ ଅନେକ ମାଳଭୂମି ରହିଛି। ଆମ ଦେଶରେ ମଧ୍ୟ ଦକ୍ଷିଣ ମାନେ ଆମ ଦେଶର ମଧ୍ୟ ଓ ଦକ୍ଷିଣ ଭାଗରେ ଥିବା ତ୍ରିକୋଣୀୟ ଉପଦ୍ୱୀପୀୟ ମାଳଭୂମି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପିଲାମାନେ ଆମେ ଆକୁ କାହିଁକି ପଢୁଛେ? ଆମର ତ ବହୁତ ସାରା ମାଳଭୂମି ଅଛି ନା, କିନ୍ତୁ ଇଏ ହଉଛି ବଡ ମାଳଭୂମି। ଆଉ କଣ ପାଇଁ ଗୁରୁତ୍ୱପୂର୍ଣ୍ଣ? ଇଏ ହଉଛି ମଧ୍ୟ ଆଉ ଦକ୍ଷିଣ ମାନେ ଆମେ କେତେଥର ମୁଁ ବହୁତ ଟାଇମ ଇଣ୍ଡିଆନ ମ୍ୟାପ ବି ବନଉଛି। ମାନେ ଇଏ ହଉଛି କଣ ମଝି ଭାଗ ଆଉ ଇଏ ହଉଛି କଣ ଦକ୍ଷିଣ। ଇଏ କଣ ତ୍ରିଭୁଜ ଭଳି ଦେଖାଯାଉନି? ତ୍ରିଭୁଜ ଭଳି ଦେଖାଯାଉଛି ନା ଦେଖାଯାଉନି? ତ ଇଏ ହଉଛି ଆମର କଣ ତ୍ରିଭୁଜ ଭଳି ଦେଖାଯାଏ ହେଲା। ମାନେ ତ୍ରିକୋଣ ଭୂମି, ତ୍ରିକୋଣ ଭୂମି ମାନେ କଣ ତ୍ରିଭୁଜ ଭଳି ଦେଖାଯିବା। ଏହା ହଉଛି ବହୁ ପୁରାତନ ଭୂମି ରୂପ ଯାହାର ତିନି ପାର୍ଶ୍ଵରେ ଆରବ ସାଗର, ଭାରତ ମହାସାଗର ଆଉ ବଙ୍ଗୋପସାଗର ଘେରି ରହିଛି। ତେଣୁ ଏହାକୁ ଉପଦ୍ୱୀପୀୟ ମାଳଭୂମି ବୋଲି କୁହାଯାଏ। ଯେମିତି କି ମୁଁ କହିଥିଲି କି ତିନି ଭାଗରେ ଜଳ ଘେରିକି ଥାଏ ଆଉ ମଝିରେ କଣ ସ୍ଥଳ ଭାଗ ଥାଏ। ମଝି ଆଉ ଉପର ଭାଗ କଣ ଥାଏ? ଗୋଟେ ଭାଗ ସ୍ଥଳ ଥାଏ। ସେଥିପାଇଁ ଆମେ କଣ କହିବା? ତାକୁ କହିବା ଆମେ ଉପଦ୍ୱୀପୀୟ ମାଳଭୂମି। ଯଦି ଆମେ ଭାରତ ମାନଚିତ୍ରକୁ ଦେଖିବା ତାହେଲେ ଏଇପଟେ କଣ? ଏପଟେ ହଉଛି ଆରବ ସାଗର। ଏଇଟା କଣ ଆରବ ସାଗର। ଆଉ ତଳେ ତଳେ କୋଉ ସାଗର? ତଳେ ହଉଛି ଭାରତ ମହାସାଗର ମାନେ ଇଣ୍ଡିଆନ ଓସନ। ହଉଛି ଭାରତ ମହାସାଗର। ଆଉ ଏପଟେ କଣ ଅଛି? ଏପଟେ ହଉଛି ବଙ୍ଗୋପସାଗର। କୋଉ ସାଗର? ବଙ୍ଗୋପସାଗର। ଆଉ ଏପଟେ କଣ ଆରବ ସାଗର। ଆରବ ସାଗର, ବଙ୍ଗୋପସାଗର ଆଉ ହଉଛି ଭାରତ ମହାସାଗର। ଏବେ ବୁଝିପାରିଲ ଆମ ତିନିପଟ ଯୋଉ ଜଳ ରାଶି ଅଛି, ଆମେ ଯୋଉ ମହାସାଗର ଅଛି, ଆମେ ତାକୁ କୋଉ ମହାସାଗର କହିପାରିବା ହେଲା। ଓକେ ନୋ ଡାଉଟ। ଦେନ୍ ଏହି ମାଳଭୂମିର ଦୁଇ ପାର୍ଶ୍ଵ ପଶ୍ଚିମ ଘାଟ ଓ ପୂର୍ବ ଘାଟ ପର୍ବତମାଳ ଦ୍ଵାରା ଆବଦ୍ଧ। ଯଦି ଆମେ ଦେଖିବା ଏପଟେ କଣ ପର୍ବତ ଅଛି ହେଲା। ଇଏ ହଉଛି ଆମ ଇଣ୍ଡିଆ ମ୍ୟାପ। ଏଇଟା ହଉଛି ପାଣି ଓକେ। ଆଉ ଇଏ ହଉଛି କଣ ଆମର ଉଚ୍ଚ ଜାଗା ମାନେ ଟେବଲ ଲ୍ୟାଣ୍ଡ ମାଳଭୂମି। କିନ୍ତୁ ଏଇପଟ ସାଇଡ ରେ କଣ ପର୍ବତ ଥାଏ। ଆଉ ଏଇପଟ ସାଇଡ ରେ ବି ପର୍ବତ ଥାଏ। କିନ୍ତୁ ଏଇ ପର୍ବତ ତ ଲାଗି ଲାଗିକା ଥାଏ। ଆଉ ଏଇପଟ ପର୍ବତ କଣ ଟିକେ ଛାଡି ଛାଡିକା ଥାଏ। ଏମିତି ଥାଏ, ଏମିତି ଥାଏ, ଏମିତି ଥାଏ। ତାର ରିଜିନ ବି ଅଛି। ଆମେ ସେଟା କଣ ପରେ ପଢିବା କେତେବେଳେ। ତ ତିନି ପାର୍ଶ୍ଵରେ ଆରବ ସାଗର ହଁ ଆମେ ପଢିଲେ ଏତିକି। ଦୁଇ ପାର୍ଶ୍ଵ କଣ ପଶ୍ଚିମ ଘାଟ ମାନେ ଏଇପଟେ ଯୋଉ ପର୍ବତ ଶ୍ରେଣୀ ଅଛି ତାକୁ କଣ କୁହାଯାଏ ପଶ୍ଚିମ ଘାଟ। ଆଉ ଏଇପଟେ ଯୋଉ ପର୍ବତ ଶ୍ରେଣୀ ଅଛି ତାକୁ କଣ କୁହାଯାଏ ପୂର୍ବ ଘାଟ ପର୍ବତମାଳ ଦ୍ଵାରା ଆବଦ୍ଧ। ପଶ୍ଚିମ ଘାଟ ପର୍ବତମାଳା ପଶ୍ଚିମ ଉପକୂଳ ଠାରୁ ଉତ୍ତର ଉଚ୍ଚରେ ପ୍ରାଚୀର ପରି ଦଣ୍ଡାୟମାନ ହୁଏ। ମାନେ ଉଚ୍ଚରେ ପ୍ରାଚୀର ପରି ଦଣ୍ଡାୟମାନ କଣ ପିଲା ମାନେ ପ୍ରାଚୀର ମାନେ କଣ ପାଚେରୀ। ମାନେ ଇଏ ଏତେ ବଡ ହେଇକି ଅଛି କି ଏଇପଟେ ଦେଖିଲେ କଣ ଗୋଟେ ପାଚିରି ଭଳି ହିଁ ମନେ ହୁଏ ପଶ୍ଚିମ ଘାଟ। ବର୍ଷା ଋତୁରେ ଅନେକ ସୁନ୍ଦର ଜଳପ୍ରପାତ ଏହାର ତୀଖ ପାର୍ଶ୍ଵରେ ଦୃଶ୍ୟମାନ ହୋଇଥାଏ। ମାନେ ଯୋଉଠି ପର୍ବତ ଥାଏ ସେଠି କଣ ଜଳପ୍ରପାତ ବି ଥାଏ। ଜଳପ୍ରପାତ ମାନେ ଜାଣିଛ ନା ନାଇଁ କୌଣସି ପାଣି ଯଦି ୱାଟରଫଲ ୱାଟରଫଲ କୁ କଣ କୁହାଯାଏ ଜଳପ୍ରପାତ ବୋଲି କୁହାଯାଏ। ପାଣି ବହୁତ ଉଚ୍ଚ ଜାଗାରୁ ତଳେ ପଡିକି ଯୋଉ ବଡ ବଡ ପାହାଡରୁ ନଦୀ ମାନେ ପଡିଥାନ୍ତି ତଳେ ସେ ଯୋଉ ଝରଣା ତ କଣ କୁହାଯାଏ ଜଳପ୍ରପାତ ବୋଲି କୁହାଯାଏ। ଗୁଡ ତାପରେ ଆମେ କଣ ପଢିବା ଏତିକି ଆମେ ଜାଣିପାରିଲେ କି ବୁଝିଲେ କି ପଶ୍ଚିମ ଘାଟ କୋଉଠି ଅଛି ପୂର୍ବ ଘାଟ କୋଉଠି ଅଛି ମାଳଭୂମି କଣ ଆଉ କଣ ପଢିଲେ ଆମେ ପଢିଲେ ଉପଦ୍ୱୀପ ଉପଦ୍ୱୀପ ବିଷୟରେ ପଢିଲେ ଆଉ ଗୋଟେ କିଛି କିଛି ଦ୍ୱୀପ ବିଷୟରେ ବି ଆମେ ପଢିଲେ। ଏବେ ଆମେ କଣ ପଢିବା ଆମେ ପଢିବା ଏବେ ପଶ୍ଚିମ ଘାଟକୁ ୟୁନେସ୍କୋ ମାନେ ୟୁନାଇଟେଡ ନେସନ୍ସ ଏଜୁକେସନାଲ ସାଇଣ୍ଟିଫିକ ଆଣ୍ଡ କଲଚରାଲ ଅର୍ଗାନାଇଜେସନ। ପିଲାମାନେ ୟୁନେସ୍କୋ ହଉଛି ଗୋଟିଏ ଅର୍ଗାନାଇଜେସନ ମାନେ ଇଏ ହଉଛି ଆମ ଭାରତର ନୁହଁ ଇଏ ହଉଛି ପୃଥିବୀରେ କଣ ବହୁତ ସାରା ଦେଶ ଅଛି ନା ନାଇଁ ବହୁତ ସାରା କଣ୍ଟ୍ରି ଅଛି ସେମାନେ ମିଶିକି ଗୋଟେ ଅର୍ଗାନାଇଜେସନ ଗଠନ କଲେ। ପିଲାମାନେ ତମାନେ ଏଇଟାକୁ ଏତେ ବଡ ବଡ ହେଭି ୱାର୍ଡ ମନରେ ନିଅନି। ତମେ ଦେଖୁଛ ନା ନାଇଁ ତମ ମମି ମାନେ ସମସ୍ତେ କଣ ଗୋଟେ ଗ୍ରୁପ ଅଛି ନା ନାଇଁ ସେମାନେ ଗାଁରେ ସ୍ତ୍ରୀ ଲୋକ ମାନଙ୍କର ଗ୍ରୁପ ଥାଏ ଜାଣିଛୁ ନା ନାଇଁ ସେମାନେ ସବୁ ଯାଆନ୍ତି ପଇସା ରଖନ୍ତି ପୁଣି ଲୋନ ଦିଅନ୍ତି ତାଙ୍କର ଗୋଟେ ଗ୍ରୁପ ଥାଏ ହଁ କି ନାଇଁ ତ ସେମାନେ ଯୋଉ ଗ୍ରୁପ ରୁହନ୍ତି ତା କଣ ଆମ ପ୍ରତି ପରିବାରରୁ ଜଣେ ଜଣେ ଯାଆନ୍ତି ନା ନାଇଁ ସେମିତି ଆମର ପୁରା ପୃଥିବୀରେ ବହୁତ ସାରା ଦେଶ ଅଛି ତମେ ଭାବିନ କି ବହୁତ ସାରା ଦେଶ ମାନେ ବହୁତ ସାରା ପରିବାର ତ ସେଇଥିରୁ କିଛି ହେଡ କଣ କରନ୍ତି ସେମାନେ ମିଶିକି କିଛି କିଛି ଅର୍ଗାନାଇଜେସନ ଗଠନ କରନ୍ତି ହେଲା।
କେବଳ ୟୁନେସ୍କୋ ନୁହେଁ, ବହୁତ ସାରା ଅର୍ଗାନାଇଜେସନ ଅଛି, କିନ୍ତୁ ଆମେ ଏଇଥିରେ କଣ ପଢୁଛେ? ଆମେ ଏଇଥିରେ ପଢୁଛେ ୟୁନେସ୍କୋ ମାନେ ୟୁନାଇଟେଡ ନେସନ ଏଜୁକେଶନାଲ ସାଇଣ୍ଟିଫିକ ଆଣ୍ଡ କଲଚରାଲ ଅର୍ଗାନାଇଜେସନ। ମାନେ ୟୁନାଇଟେଡ ନେସନ ମାନେ ବହୁତ ସାରା ନେସନ ଏକାଠି ହେଇଛନ୍ତି। ଏଜୁକେଶନାଲ ମାନେ କଣ? ଏଜୁକେସନ ପର୍ପୋଜ ରେ ମାନେ ପଢାପଢି ଯେମିତି କି ରିସର୍ଚ୍ଚ ଉପରେ ହେଲା। ସାଇଣ୍ଟିଫିକ ଆଣ୍ଡ କଲଚରାଲ ଅର୍ଗାନାଇଜେସନ ମାନେ କଣ? ସାଇଣ୍ଟିଫିକ ମାନେ ସାଇନ୍ସ ଉପରେ ଆଉ କଲଚର ମାନେ କଲଚରକୁ ନେଇକି ଯାହାବି ଅଛି ବିଷୟ ଏସବୁ କଣ ତାକୁ କୁହାଯାଏ ୟୁନେସ୍କୋ। ତ ଆମର କୌଣସି ପୃଥିବୀରେ ଧରୋହର ମାନେ ପୃଥିବୀର କୌଣସି ଇମ୍ପୋର୍ଟାଣ୍ଟ ପ୍ଲେସ ଯୋଉଟା କି ବହୁତ ଇମ୍ପୋର୍ଟାଣ୍ଟ ସେ ସବୁ କଣ ହୁଏ ସେ ସବୁ ମାନ୍ୟତା ଏହି ବିଶ୍ଵ ଏଇ ୟା ଦ୍ଵାରା ଐତିହ୍ୟ ବିଶ୍ଵ ଐତିହ୍ୟ ମାନ୍ୟତା ପ୍ରଦାନ କରିଛି। ମାନେ କେବଳ ଆମର କଣ ପଶ୍ଚିମ ଘାଟ ପୂର୍ବ ଘାଟ ନୁହେଁ। ଏଥିରେ ପଶ୍ଚିମ ଘାଟ ବି ଅଛି କିନ୍ତୁ ବହୁତ ସାରା ଆମର ଅଲଗା ଅଲଗା ସାଇଟ ବି ବହୁତ ସାରା ଜାଗା ବି କଣ ୟୁନେସ୍କୋ ରେ ମାନ୍ୟତା ପାଇଛି। ଆଉ କେବଳ ଇଣ୍ଡିଆର ନୁହେଁ ବହୁତ କଣ୍ଟ୍ରିର ଅଲଗା ଅଲଗା ଜାଗା କିମ୍ବା ଅଲଗା ଅଲଗା ପ୍ରାକୃତିକ ସ୍ଥାନ କଣ ୟୁନେସ୍କୋ ରେ କଣ ମାନ୍ୟତା ପାଏ ବୁଝିପାରିଲ ତ ଏହି ଅଞ୍ଚଳ ଆମେ ପଶ୍ଚିମ ଘାଟକୁ ୟୁନେସ୍କୋରେ କଣ ପାଇଁ କାରଣ ତାର କିଛି ଗୋଟେ ଇମ୍ପୋର୍ଟାଣ୍ଟ ଅଛି ବୋଲି ତ ନା। ତ କାହିଁକି ନା ପଶ୍ଚିମ ଘାଟରେ ବହୁତ ଅଧିକ ଡାଇଭରସିଟି ଥାଏ ମାନେ ପଶ୍ଚିମ ଘାଟ ଯୋଉ ଅଛି ଆମର ସେପଟେ ବହୁତ ଅଧିକ ପ୍ରକାର ଭିନ୍ନ ଭିନ୍ନ ପ୍ରକାର ତମକୁ ଗଛ ମିଳିବ। ଭିନ୍ନ ଭିନ୍ନ ପ୍ରକାର ତମକୁ ଜୀବଜନ୍ତୁ ମିଳିବେ ହେଲା। ପାହାଡ ପର୍ବତ ସୁନ୍ଦର ବହୁତ ସୁନ୍ଦର ଦେଖିବା ପାଇଁ ସେଥିପାଇଁ କଣ ପଶ୍ଚିମ ଘାଟକୁ ୟୁନେସ୍କୋ ରେ ଆମର କଣ ମାନ୍ୟତା ପ୍ରଦାନ କରାଯାଇଛି। ଏହି ଅଞ୍ଚଳ ଅନେକ ନଦୀ ମାନଙ୍କର ଉତ୍ପତ୍ତି ସ୍ଥଳ ଜୈବ ବିବିଧତାରେ ପରିପୂର୍ଣ୍ଣ ପଶ୍ଚିମ ଘାଟରେ ବହୁତ ଗୁଡାଏ ନଦୀ ବାହାରିଛି। ତମାନେ ଯେମିତିକି ଦେଖିବ କାବେରୀ କୃଷ୍ଣା ଆଉ କଣ ଥାଏ କୃଷ୍ଣା କାବେରୀ ଗୋଦାବରୀ ଏ ଏସବୁ ଜିନିଷ ଗୁଡା ନଦୀ ଗୁଡାକ ସବୁ କୋଉଠୁ ଆସିଛି ପଶ୍ଚିମ ଘାଟରୁ ହିଁ ବାହାରିଛି। ହେଲା ପଶ୍ଚିମଘାଟ ପର୍ବତମାଳାର ଉତ୍ତରାଂଶକୁ ସହ୍ୟାଦ୍ରି କୁହାଯାଏ। ପିଲାମାନେ ପଶ୍ଚିମ ଘାଟ लगभग ଏପଟୁ ଯାଇକି ମନେକର ଗୁଜୁରାଟ ତା ପାଖକୁ ଯାଇକି ବିଲକୁଲ କଣ ଏପଟେ କେରଳ ଯାଏ ଲମ୍ବିଛି ଏମିତି ହେଲା। ତ ଏହାର ଯୋଉ ଉତ୍ତର ଭାଗ ମାନେ ଏହାର ଯୋଉ ଉତ୍ତର ଭାଗ ଏଇ ଉତ୍ତର କଣ କୁହାଯାଏ ସହ୍ୟାଦ୍ରୀ କୁହାଯାଏ। ତ ମାନଙ୍କର ଏକ୍ଜାମ ରେ କୋଶ୍ଚିନ୍ ଆସିବ ଯଦି ପଶ୍ଚିମ ଘାଟର ମାନେ ପଶ୍ଚିମ ଘାଟ ପର୍ବତମାଳାର ଉତ୍ତରାଂଶକୁ କଣ କୁହାଯାଏ ତାହେଲେ ସେମାନେ କହିବ ସହ୍ୟାଦ୍ରୀ। ସହ୍ୟାଦ୍ରୀ କାହାକୁ କୁହାଯାଏ? ତମାନେ କହିବ କି ପଶ୍ଚିମ ଘାଟ ପର୍ବତମାଳାର ଉତ୍ତରାଂଶକୁ କୁହାଯାଏ ସହ୍ୟାଦ୍ରୀ ବୁଝିପାରିଲ। ପୂର୍ବ ଘାଟ ପଶ୍ଚିମ ଘାଟ ତୁଳନାରେ କମ ଉଚ୍ଚତା ବିଶିଷ୍ଟ। ମାନେ ଆମେ କଣ ଦିଟା ସାଇଡ ପଢିଲା ନା ଗୋଟେ ହଉଛି କଣ ଅ ପଶ୍ଚିମ ଆଉ ଗୋଟେ ହଉଛି କଣ ପୂର୍ବ ମାନେ ଏପଟେ ଯୋଉ ଏରିଆ ଇଏ ହଉଛି କଣ ୟାଠୁ ଅଧିକ ହାଇଟ୍ ମାନେ ଆର ଅଧିକ ଉଚ୍ଚତା ବୁଝିପାରିଲ ଇଏ ହଉଛି ଅଧିକ ତେଣୁ ଏହା ବଙ୍ଗୋପସାଗରରେ ପଡିଥିବା ନଦୀ ମାନଙ୍କ ଦ୍ଵାରା ଛୋଟ ଛୋଟ ଭାଗରେ ଖଣ୍ଡ ବିଖଣ୍ଡିତ ହୋଇଛି। କଣ ପାଇଁ ଏବେ ଏଇଥିରେ ଆମେ ପଢୁଛେ ଦେଖ ବହୁତ ଗୁଡାଏ ନଦୀ ଇଏ ଯେହେତୁ ବହୁତ ଉଚ୍ଚା ଏଠୁ ମନେକର ଗୋଟେ ନଦୀ ବାହାରିଲା ଯେହେତୁ ଇଏ ଅଧିକ ଉଚ୍ଚା କଣ ଏଇ ନଦୀଟା ଏପଟକୁ ଯାଇପାରିବ କି ବିଲକୁଲ ଯାଇପାରିବନି। ନଦୀ ତ ସବୁବେଳେ ସେଇ ଜାଗାରେ ବହିବ ନା ଯୋଉ ଜାଗା ଟା ଟିକେ ଗଡାଣିଆ ଥିବ। ତ ନଦୀ ଏପଟକୁ ଯାଏ ନଦୀକୁ ତ ସମୁଦ୍ରରେ ମିଶିବାର ଅଛି ନା କିନ୍ତୁ ଏପଟେ ମଝିରେ ପଳେଇ ଆସିଲା କଣ ପୂର୍ବ ଘାଟ କଣ ଆସିଲା ପୂର୍ବ ଘାଟ ଯେତେବେଳେ ନଦୀକୁ ବାଟ ପାଇଲାନି କିନ୍ତୁ ନଦୀ କଣ ଏଇ ପଥରକୁ କାଟିକି ହିଁ ବୋହିବାକୁ ଚେଷ୍ଟା କଲା କାହିଁକି ନା ଏଇପଟେ ତ ସେ ବୋହି ପାରିବନି ତ ଏଇପଟେ ବୋହିବ ଯଦି ଏଇପଟେ ବୋହିବ ତାହେଲେ ଏମାନେ କଣ ଏଇ ଭିତରେ ମାନେ ପର୍ବତକୁ କାଟିକି ଏମାନେ ଆଗକୁ ବହନ୍ତି ସେମିତି ଆଉ ଗୋଟେ ନଦୀ ବାହାରିଲା ଆଉ ଗୋଟେ ନଦୀ ବି ଏଇ ପର୍ବତକୁ କାଟିକି ପୁଣି ଯାଇକି ଏପଟେ ବଙ୍ଗୋପସାଗରରେ ମିଶିଛି ପୁଣି ଏପଟେ ନଦୀ ଆସିଲା ଏପଟେ କାଟିକି ପୁଣି କଣ କଲା ପୁଣି ବଙ୍ଗୋପସାଗରରେ ମିଶିଛି ଏମିତି ହେଇକା ଏପଟେ ଯୋଉ ପୂର୍ବ ଘାଟରେ ଯେତିକି ବି ପାହାଡ ଅଛି ଏମାନେ କଣ୍ଟିନ୍ୟୁଅସ ନଥାନ୍ତି ମାନେ ଏମାନଙ୍କ ସବୁ କଣ ଖଣ୍ଡ ଖଣ୍ଡ ହେଇକି ଥାଆନ୍ତି କାରଣ ମଝିରେ କଣ ନଦୀ ମାନେ ସବୁ ବହିକି ଯାଇଛନ୍ତି କ୍ଲିୟର କିଛି ଡାଉଟ ଅଛି ଠିକ ଅଛି ପୂର୍ବଘାଟ ଓ ପଶ୍ଚିମ ଘାଟ ପର୍ବତମାଳାର ମଧ୍ୟବର୍ତ୍ତୀ ବିସ୍ତୀର୍ଣ୍ଣ ଉଚ୍ଚଭୂମିକୁ ଡେକାନ ମାଳଭୂମି କୁହାଯାଏ ପିଲାମାନେ ଡେକାନ ମାଳଭୂମି କାହାକୁ କୁହାଯାଏ ପୂର୍ବଘାଟ ଓ ପଶ୍ଚିମ ଘାଟ ପର୍ବତମାଳାର ମଧ୍ୟବର୍ତ୍ତୀ ବିସ୍ତୃତ ଉଚ୍ଚଭୂମିକୁ ଆମେ ଦେଖିଲେ କଣ ଏଇଟା ହଉଛି ପଶ୍ଚିମ ଘାଟ ଇଏ ହଉଛି କଣ ପୂର୍ବ ଘାଟ ତାର ଯୋଉ ମଝି ଭାଗ ତା କଣ କୁହାଯାଏ ମଝି ଭାଗ ଆକୁ କଣ କୁହାଯାଏ ଆକୁ କୁହାଯାଏ ଡେକାନ କଣ କୁହାଯାଏ ଡେକାନ କୁହାଯାଏ ଡେକାନ ମାଳଭୂମି ବୋଲି କୁହାଯାଏ ତ ତମମାନଙ୍କୁ କୋଶ୍ଚିନ୍ ଆସିବ କି ଡେକାନ ମାଳଭୂମି କାହାକୁ କୁହାଯାଏ ତମାନେ କଣ କହିବ ପୂର୍ବ ଘାଟ ଓ ପଶ୍ଚିମ ଘାଟ ପର୍ବତମାଳାର ମଧ୍ୟବର୍ତ୍ତୀ ବିସ୍ତୀର୍ଣ୍ଣ ଉଚ୍ଚଭୂମିକୁ ଡେକାନ ମାଳଭୂମି ବୋଲି କୁହାଯାଏ ପିଲାମାନେ ମଝିରେ ମଝିରେ ନୋଟ କରୁଥାଏ ଯୋଉଟା କି ଇମ୍ପୋର୍ଟାଣ୍ଟ ମତେ ଲାଗିବ ମୁଁ ତମକୁ କହିବି ତାହେଲେ ସେଟା କଣ ନୋଟ ବନେଇଦିଅ ଗୋଦାବରୀ କୃଷ୍ଣା ଓ କାବେରୀ ଆଦି ନଦୀ ପଶ୍ଚିମରୁ ପୂର୍ବକୁ ଏହି ମାଳଭୂମିରେ ପ୍ରଭାବିତ ହେଇଥାନ୍ତି ଆମେ ଯେମିତି ଦେଖିଲେ ଏପଟୁ ସବୁ ବହୁତ ସାରା ନଦୀ ବାହାରିଥାନ୍ତି ଆଉ ଏମିତି ବହି ବହିକା କଣ ଏପଟକୁ ଯାଇଥାନ୍ତି ଓକେ ତ ଏସବୁ ବହୁତ ସାରା ନଦୀ ଅଛି
ଯୋଉଟା କି କଣ ପଶ୍ଚିମ ପଟରୁ ମାନେ ପଶ୍ଚିମ ରୁ ପୂର୍ବକୁ ବହିଛନ୍ତି ଏପଟ ପଶ୍ଚିମ ଏଟା ହଉଛି କଣ ପୂର୍ବ ସମସ୍ତେ ଏଇ ଆଡକୁ କୁହନ୍ତି ହେଲା। ଏହି ନଦୀ ଗୁଡିକ କୃଷି ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ଜଳ ଯୋଗାଇଥାନ୍ତି। ଅବଭିୟସଲି ଯୋଉଠି ନଦୀ ଥିବ ସେମାନେ କଣ ଚାଷ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ତ ମୁଁ ତମ ମାନଙ୍କ ପାଇଁ କିଛି ନୋଟସ ବନେଇଛି ୟୁନେସ୍କୋ ବିଷୟରେ। ଯେମିତି କି ୟୁନେସ୍କୋର ପୁରା ନାଁ ତମେ ମନେ ରଖିବ କଣ ୟୁନାଇଟେଡ ନେସନ ଏଜୁକେଶନାଲ ସାଇଣ୍ଟିଫିକ ଆଣ୍ଡ କଲଚରାଲ ଅର୍ଗାନାଇଜେସନ। ଏହାର ମୁଖ୍ୟ ଉଦ୍ଦେଶ୍ୟ କଣ ବିଶ୍ୱ ଐତିହ୍ୟ ସମ୍ବନ୍ଧର ସଂରକ୍ଷଣ ମାନେ ଏହାର ରକ୍ଷଣାବେକ୍ଷଣ କରିବା। ପ୍ରାକୃତିକ ପରିବେଶକୁ ପ୍ରାକୃତିକ ଐତିହ୍ୟ କୁହାଯାଏ। ପ୍ରାକୃତିକ ଐତିହ୍ୟ କହିଲେ କଣ ବୁଝ ପ୍ରାକୃତିକ ପରିବେଶକୁ ହିଁ ପ୍ରାକୃତିକ ଐତିହ୍ୟ କୁହାଯାଏ। ଗୋଟିଏ ଦେଶର ଜଙ୍ଗଲ ହ୍ରଦ ଓ ନଦୀ ଗୁଡିକ ପ୍ରାକୃତିକ ଐତିହ୍ୟର ଅଂଶ ଯଦି ତମକୁ ପଚରା ଯିବ କି ପ୍ରାକୃତିକ ଐତିହ୍ୟ କଣ ଜଙ୍ଗଲ ଆସୁଛି ସେଥିରେ ହ୍ରଦ ଆସୁଛି ମାନେ ଲେକ୍ ଓ ନଦୀ ମାନେ ରିଭର। ଏହି ସମ୍ପଦ ଗୁଡିକୁ ସୁରକ୍ଷା କରିବା ସମସ୍ତଙ୍କର କର୍ତ୍ତବ୍ୟ ଆମମାନଙ୍କର ବି କର୍ତ୍ତବ୍ୟ ରହୁଛି ନା ଜଙ୍ଗଲକୁ ସୁରକ୍ଷା କରିବା। ଦେଖ ପିଲାମାନେ ତମମାନେ ବହୁତ ଛୋଟ ଅଛ କିନ୍ତୁ ତମମାନେ ସବୁବେଳେ ମାଇଣ୍ଡ ରୁ ଗୋଟେ ଜିନିଷ ମନେ ରଖିବ ତମ ଦ୍ଵାରା ଯେତିକି ସମ୍ଭବ ହେଇପାରୁଛି ତମେ ଚେଷ୍ଟା କରିବ ଗଛ ଲଗେଇବା ପାଇଁ। କାରଣ ଗଛ ଆମ ଜୀବନର ଗୋଟେ ଅଭିନ୍ନ ଅଙ୍ଗ ଯଦି ଆମେ ଗଛ ହିଁ ନ ରହିବନି ତାହେଲେ ଆମେ ବଞ୍ଚିବାଟା ବି ଅସମ୍ଭବ ହେଇଯିବ। ତ ସେଥିପାଇଁ ଆମର ଜଙ୍ଗଲକୁ ସୁରକ୍ଷା କରିବା ହ୍ରଦକୁ ଆମେ କେମିତି ସୁରକ୍ଷା କରିବା କଣ ଆମେ ସେଥିରେ ପାଣି ଭରିକି ସୁରକ୍ଷା କରିବା ନାଇଁ ଆମେ ହ୍ରଦକୁ ସୁରକ୍ଷା କରିବା ପାଇଁ ହେଲେ ସେଇ ମଝିରେ ମଝିରେ ଆମେ ତାକୁ ଖୋଳିବା ଦରକାର ମାନେ ସେ ହ୍ରଦକୁ ତ ଖୋଳି ପାରିବାନି କିନ୍ତୁ ଯେତିକି ତମ ପାଖରେ ଗୋଟେ ପୋଖରୀ ଅଛି କିମ୍ବା ଜଳାଶୟ ଅଛି ସେ ପାଣିକୁ କଣ ସୁରକ୍ଷା କରିବା ଦରକାର। ଓଭର ୟୁଜ ନ କରିବା ଦରକାର ହ୍ରଦ ପାଖାପାଖି ସେତିକି ଜଙ୍ଗଲ ଥିବା ଦରକାର ତାକି ପାଣି କଣ ସେ ଭିତରେ ଥାଉ ରହୁ ମାନେ ଡାଇଭରସିଟି ରହିବ ନଦୀ ଗୁଡିକୁ ମଧ୍ୟ ଆମେ ସୁରକ୍ଷା କରିବା ଦରକାର ଲୋକମାନେ କଣ କରୁଛନ୍ତି ନଦୀ ପାଖାପାଖି ଘର ବନେଇ ଦଉଛନ୍ତି ପରିଣାମ କଣ ହଉଛି ନଦୀ ତାର କୋର୍ସ ବଦଳାଏ ମାନେ ନଦୀ କେବଳ ଗୋଟିଏ ଜାଗାରେ ଷ୍ଟାଟିକ ବହିବନି ନଦୀ ଏମିତି 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 ବହେ ମନେକର ନଦୀ ଏମିତି ବହୁଛି ଆଉ କେତେ ଦିନ ପରେ ନଦୀ ଏପଟଟା କଟି ଯାଇଥିବ ପୁଣି ଏପଟକୁ ବୋହି ଯାଇଥିବ ତ ଏପଟ ଜାଗା ଟା କଣ ହେଲା କିନ୍ତୁ ଯୋଉ ଟାଇମରେ ନଦୀ ଏପଟେ ବହୁଥିବ ଲୋକମାନେ କଣ କରିବେ ଏଇ ଜାଗାରେ ଘର ବନେଇ ଦେଇଥିବେ କିନ୍ତୁ ନଦୀ ଆଉ ଏପଟ ସେପଟ ହବା ପାଇଁ ଜାଗା ମିଳିବନି ନା ବନ୍ୟା ଆସେ ସେଇଥିପାଇଁ ତମାନେ ଏବେଠୁ ସୋସିଆଲ ସାଇନ୍ସ କୁ କେବଳ ଷ୍ଟଡି ହିସାବରେ ପଢନି ସୋସିଆଲ ସାଇନ୍ସକୁ ନିଜର ଲାଇଫ ର ପାର୍ଟ ହିସାବରେ ପଢ ତାକି ତମେ ନେକ୍ସଟ ଜେନେରେସନ ଯେବେବି ଆମର ପରିବେଶକୁ ସୁରକ୍ଷା କରିବା ପାଇଁ ତମମାନଙ୍କର ଯୋଗଦାନ ହବା ନିହାତି ଆବଶ୍ୟକ ବୁଝିପାରିଲ। ତ ଗୋଟିଏ ଜଙ୍ଗଲ ଏ ସମ୍ପଦ ଗୁଡିକୁ ସୁରକ୍ଷା କରିବା ହଉଛି କଣ ଆମମାନଙ୍କର ସମସ୍ତଙ୍କର କର୍ତ୍ତବ୍ୟ ଓକେ। ଏଠି କଣ ଅଛି ୟୁନେସ୍କୋ ଷ୍ଟାଣ୍ଡ ଫର ୟୁନାଇଟେଡ ନେସନ ଏଜୁକେଶନାଲ ସାଇଣ୍ଟିଫିକ ଆଣ୍ଡ କଲଚରାଲ ଅର୍ଗାନାଇଜେସନ ଅବଜେକ୍ଟିଭ क्या ऑब्जेक्टिव मतलब यूनेस्को इज प्रोटेक्ट वर्ल्ड हेरिटेज साइट नेचुरल एनवायरनमेंट इज नोन एज नेचुरल हेरिटेज फॉरेस्ट लेक एंड रिवर of a country are part of its natural heritage. It is everyone's responsibility to protect the natural resource. सबका रेस्पॉन्सिबिलिटी ମାନେ ସମସ୍ତଙ୍କର ରେସ୍ପନ୍ସିବିଲିଟି ହେଇଥାଏ ଓକେ। ଦେନ୍ ଆମେ ଆଉ କଣ ପଢିବା ଏଠି ଅନେକ ଆଦିବାସୀ ସମ୍ପ୍ରଦାୟର ବାସସ୍ଥାନ ଓଡିଶାର ଘନ ଜଙ୍ଗଲ ପିଲାମାନେ ଓଡିଶାର ଇଏ ଗୋଟେ ଘନ ଜଙ୍ଗଲ ଦେଖାଯାଇଛି ତମ ବହିରେ ଆଉ ଆଦିବାସୀ ମାନେ ମୋଷ୍ଟ ଅଫ ଜଙ୍ଗଲରେ ହିଁ ରୁହନ୍ତି ସେମାନଙ୍କର କଣ ମୁଖ୍ୟ ବାସସ୍ଥାନ ହେଇଥାଏ। ଆଉ କୋଉଥିପାଇଁ ମାଳଭୂମି ପ୍ରସିଦ୍ଧ ମାଳଭୂମିରେ ଆମକୁ କଣ କଣ ମିଳେ ମାଳଭୂମି ଖଣିଜ ପଦାର୍ଥ ଜଙ୍ଗଲ ଏବଂ ଉର୍ବର ଭୂମି ପାଇଁ ଭାରତ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ହେଲେ ମାନେ ଭାରତ ଅର୍ଥନୀତି ମାନେ କଣ ଅର୍ଥନୀତି ଯୋଉଠି ଆସିବ ତମେ ଭାବିନବ କି ଟଙ୍କା ପଇସା କଣ ଟଙ୍କା ପଇସା ବେପାର ଏସବୁ କଣ ଅର୍ଥନୀତିରେ ଆସୁଛି ତ ଆମେ ଏସବୁ କାରବାର ପାଇଁ କଣ ଆମର କଣ ଦରକାର ଖଣିଜ ପଦାର୍ଥ ଦରକାର ଜଙ୍ଗଲ ଦରକାର କାହିଁକିନା ଖଣିଜ ପଦାର୍ଥ ଯେମିତି କି ସୁନା ଲୁହା ଏସବୁ ନଥିଲେ ଆମେ ତ କିଛି କନଷ୍ଟ୍ରକ୍ସନ କରିପାରିବାନି କିଛି ଅର୍ଣ୍ଣାମେଣ୍ଟ ବନେଇ ପାରିବାନି ତ କମ୍ପାନୀର କିଛି କାମ ହିଁ ନାହିଁ ଏଠି ଜଙ୍ଗଲ କଣ ପାଇଁ ଦରକାର କାହିଁକି ନା ଜଙ୍ଗଲ ହେଲେ ଆମର ଗଛ ଅଛି ଗଛ ହେଲେ ଆମକୁ ବହୁତ ସାରା କଣ ଖାଦ୍ୟ ମିଳୁଛି କିଛି ଜଡିବୁଟି ମିଳୁଛି ମାନେ ଔଷଧ ତିଆରି କରିବା ପାଇଁ ମିଳୁଛି ପେପର ମିଳୁଛି ଯୋଉଠି ତମେ ଲେଖୁଛ ହେଲା ଜଙ୍ଗଲ ବି ଦରକାର ବହୁତ ସାରା ଜିନିଷ ଜଙ୍ଗଲରୁ ମିଳେ ଆଉ କଣ ଉର୍ବର ଭୂମି ମାନେ ଉର୍ବର ଭୂମି କଣ ଚାଷ କାର୍ଯ୍ୟ ପାଇଁ ଇମ୍ପୋର୍ଟାଣ୍ଟ ସେଥିପାଇଁ ଆମର କଣ ଭାରତର ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ଅଞ୍ଚଳ ପୂର୍ବ ଆଡକୁ କ୍ରମଶଃ ଢାଲୁଥିବାରୁ ଏଥିରେ ପ୍ରବାହିତ ନଦୀ ଗୁଡିକ ବଙ୍ଗୋପସାଗରରେ ପଡିଛନ୍ତି ମାନେ ଏଇ ଯୋଉ ପଶ୍ଚିମ ଭାଗଟା ଏମିତି ଅଛି ଏପଟ ପୂର୍ବ ମାନେ ଏଇଠୁ ଟିକେ ଉଚ୍ଚତା ଅଧିକ ଅଛି ସେଥିପାଇଁ ନଦୀ ଗୁଡାକ ଏପଟକୁ ଯାଆନ୍ତି ଏଠି ଲେଖା ହେଇଛି ସେଇଆ। ଏଇ ନଦୀ ଗୁଡିକ କୃଷି କ୍ଷେତ୍ର ଓ କଳକାରଖାନାକୁ ଜଳ ଯୋଗାଇବା ସହିତ ବିଦ୍ୟୁତ ଶକ୍ତି ଉତ୍ପାଦନରେ ସହାୟତା କରିଥାନ୍ତି ମାନେ ନଦୀ କେବଳ କୃଷି ଆଉ ଜଳ ମାନେ କଳକାରଖାନାକୁ ଜଳ ଯୋଗାଏନି କଣ କରେ ବିଦ୍ୟୁତ ଶକ୍ତି ମାନେ ଲାଇଟ ବି ଜେନେରେସନ କରେଣ୍ଟ ଜେନେରେଟ କରେ ବିଦ୍ୟୁତ ଶକ୍ତି ଉତ୍ପାଦନ କରେ ଏଠାରୁ ମଧ୍ୟ ନର୍ମଦା ଓ ତାପ୍ତି ପଶ୍ଚିମ ଅଭିମୁଖୀ ନଦୀ ଉତ୍ପତ୍ତି ଲାଭ କରି ଆରବ ସାଗରରେ ପଡିଛନ୍ତି
ଓକେ। ନର୍ମଦା ତାପ୍ତି ପିଲାମାନେ ଏପଟେ ଆସିକି ପଢିଛି। କାହିଁକି? କାହିଁକି ନା ଦିଟା ପର୍ବତ ଏପଟେ ରହିଛନ୍ତି, ଦିଟା ପର୍ବତ ମଝିରେ ସେମାନେ ବହୁଛନ୍ତି। ଆଉ ଏପଟକୁ ଟିକେ ଢାଲ ଅଛି ତ ସେମାନେ ଏପଟୁ ପଢୁଛନ୍ତି। ହେଲା ସେଟା ଆମେ ନେକ୍ସଟ କେତେବେଳେ ହାୟର କ୍ଲାସରେ ବୁଝିବା। ତ ଏଠାରେ ମଧ୍ୟ ନର୍ମଦା ହଁ ଏହି ମାଳଭୂମିର ଘଞ୍ଚ ଜଙ୍ଗଲ ଆଦିବାସୀ ସମ୍ପ୍ରଦାୟ ତଥା ସାନ୍ତାଳ, ଗୋଣ୍ଡ, ବୈଗା, ଭିଲ୍ ଏବଂ କୋରକୁ ଜନଜାତି ଙ୍କର କଣ ବାସସ୍ଥାନ। ଏଇ ଜନଜାତି ମାନଙ୍କର ଭିନ୍ନ ଭାଷା, ପରମ୍ପରା ଓ ଜୀବନଶୈଳୀ ପ୍ରକୃତି ସହିତ ଘନିଷ୍ଠ ଭାବେ ଜଡିତ। ମାନେ ଆଦିବାସୀ ସେମାନେ କଣ ଡାଇରେକ୍ଟ ପ୍ରକୃତି ଉପରେ ଡିପେଣ୍ଡେଣ୍ଟ, ମାନେ ସେମାନଙ୍କର ଜୀବନ ଶୈଳୀ ଯେମିତି କିି ତମେ କିଛି ମୁଭିରେ ବି ଦେଖିଥିବ ପତ୍ର ବି ପିନ୍ଧିକି ସେମାନେ ବୁଲାବୁଲି କରନ୍ତି ହଁ କି ନାଇଁ। ସେମାନେ ଡାଇରେକ୍ଟଲି ପ୍ରକୃତି ସହିତ ମାନେ ଡିପେଣ୍ଡେଣ୍ଟ, ଡାଇରେକ୍ଟ ମହୁ ଗଛରୁ ଆଣିବା କି ନହେଲେ ଜୀବଜନ୍ତୁ ମାନଙ୍କ ସହିତ ରହିବା। ଆଉ ସେଇଠି ହିଁ ଚାଷ ବାସ କରିବା। ଆଉ ଲାଖ ଝୁଣା ଏ ସବୁ ସବୁ ସେମାନେ ତାଙ୍କର ପ୍ରକୃତି ଉପରେ ହିଁ ଡିପେଣ୍ଡେଣ୍ଟ ରହିଥାନ୍ତି। ଓକେ। ଆଉ କଣ ଅଛି ମାଳଭୂମି ବିଷୟରେ ଆମେ ପଢିବା? ମାଳଭୂମି ବିଷୟରେ ତ ବହୁତ ସାରା ଅଛି ଆଉ। ହଁ କିଛି ନାହିଁ ଟିକେ ଭିଡିଓ ଲମ୍ବା ହେଇଯିବ ଫିର ବି ଆମେ ସାରିଦବା। ଦେନ୍ ଏହି ମାଳଭୂମି ଖଣିଜ ପଦାର୍ଥ ଜଙ୍ଗଲ ଏବଂ ଉର୍ବଭୂମି ପାଇଁ ଭାରତର ଅତ୍ୟନ୍ତ ଆମେ ଏଇଟା ପଢିଲେ। ଓକେ। ଆଉ କଣ ଅଛି ଜନଜାତି ସମ୍ପ୍ରଦାୟ ମୁଖ୍ୟତଃ ଓଡିଶା, ଝାଡଖଣ୍ଡ, ଛତିଶଗଡ, ଆସାମ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜୁରାଟ, ତେଲେଙ୍ଗାନା ରାଜ୍ୟ ମାନଙ୍କରେ ବସବାସ କରୁଛନ୍ତି। ମାନେ ଏଇ ଅଞ୍ଚଳ ଗୁଡାକ କଣ ଅଧିକ ଜନସମ୍ପଦ ମାନେ ଆଦିବାସୀ ରୁହନ୍ତି। ତମେ ସବୁ ମାର୍କ କରିବ ତମମାନଙ୍କର କାମ ହେଲେ ଦେଖିବ। ଆମର ଭାରତ ମାନଚିତ୍ର ଓଡିଶା କୋଉଠି ଅଛି, ଝାଡଖଣ୍ଡ କୋଉଠି ଅଛି, ଛତିଶଗଡ କୋଉଠି ଅଛି, ମଧ୍ୟପ୍ରଦେଶ କୋଉଠି ଅଛି, ପଶ୍ଚିମବଙ୍ଗ ଏ ସବୁ ଦେଖିବ। ଉକ୍ତ ପୁସ୍ତକରେ ଶେଷ ଭାଗରେ ଥିବା ଭାରତର ପ୍ରାକୃତିକ ଓ ରାଜନୈତିକ ମାନଚିତ୍ରକୁ ଅନୁଧ୍ୟାନ କର। ବୁଝିପାରିଲ? ଯେମିତିକି ମୁଁ ତମକୁ କହିଲି ଭାରତର ଅନେକ ସୁନ୍ଦର ଜଳପ୍ରପାତର ଉତ୍ପତ୍ତି ସ୍ଥଳ ହେଉଛି ମାଳଭୂମି। କାରଣ ନଦୀ ଗୁଡିକ ମାଳଭୂମିର ଅସମାନ ପଥୁରିଆ ଶଯ୍ୟାରେ ପ୍ରଭାବିତ ହୋଇଥାଏ। ଏହି ଜଳପ୍ରପାତ ଗୁଡିକ କେବଳ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିନଥାନ୍ତି ବରଂ ଜଳବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ କରନ୍ତି। ପିଲାମାନେ ବହିରେ ଖାଲି ଯାହା ଅଛି ତମେ ବୁଝି ଯାଇଛ ନା ସେତିକି ଏନଫ୍। ଏ କଣ ଇଏ ଗୋଟେ ଦେଖ ଜଳପ୍ରପାତ କେରଳର ମୁନାର ନିକଟବର୍ତ୍ତୀ କଣ ପେରିୟାର କେନାଲରେ ଥିବା ପାୱାର ହାଉସ୍ ଜଳପ୍ରପାତ। ଇଏ ହଉଛି ପେରିୟାର କେନାଲ ପାଖାପାଖି ଥିବା ଏଇଠି କଣ ପାୱାର ହାଉସ୍ ଜଳପ୍ରପାତ। ଆଉ ତାପରେ ଆମର କଣ ଅଛି ଏଠି ଦେଖ ତମମାନଙ୍କୁ ବହୁତ ସାରା ଜୀବ ଏଠି ଦେଖିବାକୁ ମିଳିବ ଯେମିତି କିି ପଶ୍ଚିମ ଘାଟରେ ଥିବା ସିଂହ ଲାଞ୍ଜ ବିଶିଷ୍ଟ ମାଙ୍କଡ। ସିଂହ ଲାଞ୍ଜ ଭଳିଆ ତା ଲାଙ୍ଗୁଡ ଅଛି କଣ ସିଂହ ଲାଞ୍ଜ ଭଳିଆ। ଏଠି କଣ ଅଛି ଅହିରାଜ ଅହିରାଜ ଗୋଟେ ସାପ। ଆଉ କଣ ମୁମ୍ବାଇ ପଶ୍ଚିମ ଉପକୂଳରେ ଥିବା ଭାରତର ଏକ ଆର୍ଥିକ କେନ୍ଦ୍ର। ଏପଟେ ମୁମ୍ବାଇ ସହରରେ କଣ ଗୋଟେ ବହୁତ ବଡ ବଡ ବିଲ୍ଡିଂ ଅଛି। କି ନାଇଁ ଆଉ ଏଠି କଣ ଅଛି କୀଟ ଭକ୍ଷୀ ଉଦ୍ଭିଦ ଏହା ପଶ୍ଚିମ ଘାଟରେ ମିଳୁଥିବା କୀଟ ପତଙ୍ଗକୁ ଖାଏ ଏମିତି ଗୋଟେ ଉଦ୍ଭିଦ ଅଛି ଯୋଉଟା କଣ କୀଟ ପତଙ୍ଗ ଖାଇଦିଏ। ଏହା ତାର ଅଠାଳିଆ ଫାଶରେ ଛୋଟ ଛୋଟ କୀଟ ପତଙ୍ଗଙ୍କୁ ଧରିଥାଏ ଏବଂ ହଜମ କରେ। ୟାର ଯୋଉ ତାର ଅଛି ତାର ଅଠାଳିଆ ଫାସ ମାନେ ଏଠି ଅଠାଳିଆ ଏମିତି ଥାଏ ନା କୌଣସି କୀଟ ପତଙ୍ଗ ଆସି ସେଥିରେ ଚିପକି ଯାଆନ୍ତି ମାନେ ଲାଗିଯାଆନ୍ତି ମାନେ ଏଇଠୁ କଣ ଭାଗିକି ଯାଇ ପାରନ୍ତିନି। ତ ପୁଣି କଣ ଖାଇଦିଏ ଗଛ। ଦେନ୍ ମାଳଭୂମିସ୍ଥ ଏକ କୋଇଲା ଖଣି ଏଟା ପିଲାମାନେ ଏଟା ଗୋଟେ କୋଇଲା ଖଣି ମାଳଭୂମିରେ ଆମର କଣ ଓଡିଶାରେ ବହୁତ ସାରା କଣ କୋଇଲା ଖଣି ଅଛି ତମେ ଦେଖିବ। ବିଦ୍ୟୁତ ଉତ୍ପାଦନରେ ଏହା ଗୁରୁତ୍ୱପୂର୍ଣ୍ଣ ସମ୍ପଦ କୋଇଲା ଏକ ଜୀବାଶ୍ମ ଇନ୍ଧନ ଏହା ବ୍ୟବହାର ବିଶ୍ୱ ଉଷ୍ମତାରେ ବୃଦ୍ଧିରେ ସହାୟକ ହୁଏ। ପିଲାମାନେ ତମେ ଏଥିରୁ କଣ ବୁଝିଲ ମୁଁ ଜାଣିଛି ଏଥିରୁ ତମେ କିଛି ବୁଝିପାରିବନି। କିନ୍ତୁ ଆମେ ଗୋଟେ ନେକ୍ସଟ ଚାପ୍ଟରରେ କିମ୍ବା ନେକ୍ସଟ ଭିଡିଓରେ ଆମେ ଏ ସବୁ ପଢିବା କି ଜୀବାଶ୍ମ ଇନ୍ଧନ କଣ? ଜୀବାଶ୍ମ ଇନ୍ଧନ ମାନେ ଜୀବରୁ ଯୋଉ ଇନ୍ଧନ ତିଆରି ହଉଛି ଜୀବ ମରିଗଲା ପରେ ଯୋଉ ଇନ୍ଧନ ତିଆରି ହୁଏ। ତାର ଗୋଟେ ପ୍ରୋସେସ ଅଛି ଏମିତି ଡାଇରେକ୍ଟ ହୁଏନି। ଯଦି ତମମାନଙ୍କର କ୍ୟୁରିସିଟି ଅଛି ଦେନ୍ ୟୁଟ୍ୟୁବରେ ସର୍ଚ୍ଚ କରିଯିବ ଜୀବାଶ୍ମ ଇନ୍ଧନ ବି ପାଇଯିବ। ଓକେ ମାନେ ଫସିଲ ଫୁଏଲ। ଆଉ କଣ ଅଛି ଗୁରୁତ୍ୱପୂର୍ଣ୍ଣ ସମ୍ପଦ ଏହାର ବ୍ୟବହାର ବିଶ୍ୱର ଉଷ୍ମତା ବୃଦ୍ଧି କରେ ମାନେ ଇଏ ଅଧିକ ଜଳିଲେ କଣ ବିଶ୍ୱ ସେତିକି ଗରମ ହୁଏ ପୃଥିବୀ ଅଧିକ ଗରମ ହୁଏ। ଯୋଉଟା କି ଭଲ କଥା ବି ନୁହେଁ। ଆଉ କଣ ଅଛି ଏଠି ହଁ ସରିଗଲା ସାୟଦ। ତ ତମାନଙ୍କର କାମ କଣ ଅନୁସନ୍ଧାନ କରିବେ ଭାରତର ପ୍ରାକୃତିକ ମାନଚିତ୍ର ସ୍କୁଲ ଆଟଲାସ କିମ୍ବା କାନ୍ଥଟଙ୍ଗ ମାନଚିତ୍ରକୁ ଅନୁଧ୍ୟାନ କର ବଙ୍ଗୋପସାଗରରେ ପଡିଥିବା 5 ଗୋଟି ନଦୀର ନାମ ଲେଖ। ତମେ ଦେଖିବ କି ବଙ୍ଗୋପସାଗରରେ କୋଉ କୋଉ ନଦୀ ଫାଷ୍ଟ ଗୋଟେ ମହାନଦୀ ଆସିବ ଭାରି ତମର ଆଉ କଣ କୃଷ୍ଣା ଗୋଦାବରୀ କାବେରୀ ହଁ ଏସବୁ କଣ ବହୁତ ସାରା ନଦୀ ଅଛି ତମକୁ କାମ ହେଲା 5ଟି ନଦୀ ତମେ ଦେଖିବ। ନଦୀ ଗୁଡିକ ଉପକୂଳ ନିକଟରେ ଅନେକ ସ୍ରୋତରେ ବା ଭାଗରେ ବିଭକ୍ତ ହେଲେ ଏହାକୁ କଣ କୁହାଯାଏ ସେଟା ବି ଦେଖିବ। ଯେତେବେଳେ ନଦୀ ଏମିତି ବହି ବହିକା ଯାଏ ହେଲା ତାକୁ ସ୍ରୋତରେ ବା ଭାଗରେ ବିଭକ୍ତ ହେଲେ ନଦୀ ଏମିତି ସ୍ପ୍ରେଡ ହେଇଯାଏ ଗୋଟେ ଯାଇକି ପଡେନି ଏମିତି ହେଇ ତାକୁ କଣ କୁହାଯାଏ?
ସେଟା ବି ଦେଖିବ। ତ ସବିଶେଷ ଜାଣିବା ପାଇଁ ତମେ ଶିକ୍ଷକଙ୍କ ସହିତ ଆଲୋଚନା କର। ତୁମମାନଙ୍କର ଡାଉଟ୍ ହଉଛି ତ ତମେ ସ୍କୁଲରେ ଯାଇକି ସାରଙ୍କୁ ପଚାରିବ କି କଣ କୁହାଯାଏ। ପିଲାମାନେ ଯେତିକି ତମେ କ୍ୱେଶ୍ଚିନ୍ କରିପାରିବ ନା ସେତିକି ତମେ ଗ୍ରୋଥ କରିବ। ସବୁବେଳେ କ୍ୱେଶ୍ଚିନିଂ ମାଇଣ୍ଡ ସେଟ ରଖ। ଯେତେବେଳେ ତମେ କ୍ଲାସରେ ବସିଛ ତମ ମାଇଣ୍ଡରେ କ୍ୱେଶ୍ଚିନ୍ ଆସିଲେ ସାଙ୍ଗେ ସାଙ୍ଗେ ଠିଆ ହବ ସାର୍ ଏଇଟା ମୁଁ ବୁଝିପାରିଲିନି। ଦେଖ ସାର୍ ବି ଖୁସି ହେବେ। ଓକେ। ଆଉ ଯଦି ବି ତମମାନଙ୍କର କିଛି ଡାଉଟ୍ ଅଛି ତାହେଲେ କମେଣ୍ଟ ସେକ୍ସନ ତ ଅଛି। ତମମାନେ ଫ୍ରିକ୍ୱେଣ୍ଟଲି କ୍ୱେଶ୍ଚିନ୍ ପଚାରି ପାରିବ। ଆମେ ସେ ବିଷୟରେ କଣ ସେ କନସେପ୍ଟ ଉପରେ ଆମେ ନୂଆ ଭିଡିଓ ବି ବନେଇ ପାରିବା। ସୋ ହୋପ କି ତମମାନେ ପୁରା ବୁଝିପାରିଥିବ ଆମେ ଆଜି କଣ ପଢିଲେ। ଆମେ ଆଜି ମାଳଭୂମି ବିଷୟରେ ପଢିଲେ, ଉପଦ୍ୱୀପ ବିଷୟରେ ପଢିଲେ, ଆଉ ଆମର ତ୍ରିକୋଣ ଭୂମି ବିଷୟରେ ପଢିଲେ, ଡେକାନ କୁହାଯାଏ ତାକୁ ହେଲା। ଆମର ଭାରତରେ ଯୋଉ ତ୍ରିକୋଣ ଭୂମି ମାଳଭୂମି ଅଛି ତାକୁ ଆମେ ଡେକାନ କୁହାଯାଏ। ତାପରେ କଣ ପାଇଁ ନଦୀ ଗୁଡାକ ବଙ୍ଗୋପସାଗରରେ ପଡିଛି, ଆଉ ପଶ୍ଚିମ ଘାଟ ଅଧିକ ଉଚ୍ଚା, ପୂର୍ବ ଘାଟ କଣ ପାଇଁ ଏତେ କଣ୍ଟିନ୍ୟୁ ନାହିଁ ମାନେ ଭାଙ୍ଗି ଭାଙ୍ଗିକା ଅଛି କଣ ପାଇଁ ଆମେ ସେଇଟା ବି ବୁଝିଲେ। ଓକେ। କୌଣସି ବି ଡାଉଟ୍ ଅଛି ତ କମେଣ୍ଟ ସେକ୍ସନ। ଓକେ। ସୋ ଥ୍ୟାଙ୍କ ୟୁ ଷ୍ଟୁଡେଣ୍ଟସ୍। ବନ୍ଦେ ଉତ୍କଳ ଜନନୀ। ଜୟ ହିନ୍ଦ।